ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଅଜୟ ମିଶ୍ର ସ୍ୱାଗତ କରୁଛି ବିଧିବିଧାନ ଓଡ଼ିଆ ଚ୍ୟାନେଲର ପୁଣି ଏକ ନୂତନ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଆପଣ 21 ଥର କହିଦିଅନ୍ତୁ, ତୁରନ୍ତ ନିଜର ଇଚ୍ଛା ବା ମନସ୍କାମନା ପୂରଣ ହୋଇଯିବ। ଆପଣ କହିପାରନ୍ତି 21 ଥର କହିଦେଲେ କ'ଣ ହେବ, କିନ୍ତୁ 21 ଥର ତ ବହୁତ ଅଧିକ ହୋଇଗଲା। ମାତ୍ର ଗୋଟେ ଥର କହି ମଧ୍ୟ ନିଜର ଇଚ୍ଛାକୁ ପୂରଣ କରିପାରିବେ। କିନ୍ତୁ ଦର୍ଶକ ବନ୍ଧୁ, ପ୍ରତ୍ୟେକ ବ୍ୟକ୍ତି ତ ସମାନ ନୁହନ୍ତି। ସମସ୍ତଙ୍କର ମନ, ସମସ୍ତଙ୍କର ଚିନ୍ତାଧାରା, ସମସ୍ତଙ୍କର ଭାବନା ମଧ୍ୟ ସମାନ ନୁହେଁ। ତେଣୁ ଯେଉଁ ବ୍ୟକ୍ତି ଗୋଟିଏ ଥର କହିଦେବାରେ ସେହି କଥା ସିଧା ସେହି ଶକ୍ତି ଯେ ସମସ୍ତଙ୍କ ଶରୀରରେ ବିରାଜମାନ ସେହି ପରମାତ୍ମାଙ୍କ ପାଖରେ ପହଞ୍ଚି ଯାଇଥାଏ, ତୁରନ୍ତ ସେ କଥା ଯାଦୁ ହୋଇଯାଏ, ତୁରନ୍ତ ଫଳ ଅବଶ୍ୟ ପ୍ରାପ୍ତି ହୋଇଥାଏ। ଆପଣ କେତେଥର କହିବାରେ ଆପଣଙ୍କର ଆୱାଜ ସେହି ପରମାତ୍ମାଙ୍କ ପାଖରେ ପହଞ୍ଚିବ, ଏହା ଆପଣଙ୍କର ମାନସିକତା ଉପରେ ନିର୍ଭର କରେ। ଦର୍ଶକ ବନ୍ଧୁ, ନିଶ୍ଚୟ ଏ ବିଷୟରେ ଆଲୋଚନା ଆଗକୁ ବଢ଼ାଇବା। ତା ପୂର୍ବରୁ କହି ରଖିବି କି ଦର୍ଶକ ବନ୍ଧୁ, ଯଦି ଆପଣ ଏପର୍ଯ୍ୟନ୍ତ ବି ଚ୍ୟାନେଲଟିକୁ ମୋର ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଫଳରେ ମୁଁ ଅପଲୋଡ଼ କରୁଥିବା ସମସ୍ତ ଶିକ୍ଷଣୀୟ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ଏବଂ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ। ଦର୍ଶକ ବନ୍ଧୁ, ଆପଣ କୌଣସି ସାଂସାରିକ ବିଷୟକୁ ନେଇ ହେଉ ଆପଣ ଇଚ୍ଛା ରଖିଛନ୍ତି, କିମ୍ବା କୌଣସି ଆଧ୍ୟାତ୍ମିକ ଦିଗରେ ଇଚ୍ଛା ପ୍ରକାଶ କରିଛନ୍ତି, କିମ୍ବା ଭଗବାନଙ୍କର ଦର୍ଶନ କରିବା ପାଇଁ ଚାହୁଁଛନ୍ତି, ଯେଉଁ ଇଚ୍ଛା ବି ହେଉ, କିମ୍ବା ଆପଣ କୌଣସି ପ୍ରଶ୍ନର ଉତ୍ତର ଚାହାନ୍ତି, ସେ ଯାହା ବି ହେଉ ସବୁ ଆପଣ ପାଇଯିବେ। ତେବେ ଆପଣ କ'ଣ କରିବେ? ଆପଣ ଏବେ ବି କହିପାରିବେ, କିନ୍ତୁ ଆପଣ ଏବେ ମଧ୍ୟ ଏହାକୁ କହିପାରିବେ, କିନ୍ତୁ ରାତିରେ କହି ଶୋଇପଡ଼ିଲେ ଏହାର ପ୍ରଭାବ 100 ଗୁଣ ବଢ଼ିଯାଇଥାଏ। ନାହିଁ, ଯଦି ଆପଣ ବ୍ରାହ୍ମ ମୁହୂର୍ତ୍ତରେ କହୁଛନ୍ତି, ତେବେ ଏହାର ପ୍ରଭାବ 1000 ଗୁଣ ବଢ଼ିଯାଇଥାଏ। କାରଣ ବ୍ରାହ୍ମ ମୁହୂର୍ତ୍ତ ଏଭଳି ଏକ ସମୟ, ଏ ସମୟରେ ଆପଣଙ୍କର ଇଚ୍ଛାକୁ ମାତ୍ର ଗୋଟିଏ ଥର କହିଦେଲେ ମଧ୍ୟ ଏହା ସିଧା ପରମାତ୍ମାଙ୍କ ନିକଟରେ ପହଞ୍ଚିଯିବାର ବାଟ ସଫା ହୋଇଯାଇଥାଏ ଏବଂ ଅତି ଶୀଘ୍ର ପହଞ୍ଚି ଯାଇଥାଏ ଏବଂ ଆପଣଙ୍କର ଇଚ୍ଛା ତୁରନ୍ତ ପୂରଣ ହୋଇଯାଇଥାଏ। ଦର୍ଶକ ବନ୍ଧୁ, ଆପଣଙ୍କର ଇଚ୍ଛାକୁ ଆପଣ ଏବେ କହିପାରିବେ, କିମ୍ବା ଶୋଇବା ପୂର୍ବରୁ କହିପାରିବେ, କିମ୍ବା ବ୍ରାହ୍ମ ମୁହୂର୍ତ୍ତରେ ମଧ୍ୟ କହିପାରିବେ। ଚାହିଁଲେ ଏହି 3 ସମୟରେ ମଧ୍ୟ କହିପାରିବେ। କହିବାର ଅର୍ଥ ଆପଣଙ୍କର ଆୱାଜ, ଆପଣଙ୍କର ଶବ୍ଦ, ଆପଣଙ୍କର କଥା, ଆପଣଙ୍କର ଇଚ୍ଛା କେତେ ସମୟ ଭିତରେ ବା କେତେ ଥର କହିବାରେ ଯାଇ ସିଧା ଭଗବାନଙ୍କ ନିକଟରେ ପହଞ୍ଚୁଛି, ସେଥିପାଇଁ ବାରମ୍ବାର ସକାରାତ୍ମକ ଚିନ୍ତାଧାରା ନେଇ କୁହନ୍ତୁ। ଆପଣଙ୍କର ଇଚ୍ଛାକୁ, ଆପଣଙ୍କର ମନସ୍କାମନାକୁ ଯେତେବେଳେ ଆପଣଙ୍କର ଇଚ୍ଛା ପରମାତ୍ମାଙ୍କ ନିକଟରେ ପହଞ୍ଚିଯାଏ, ତୁରନ୍ତ ଆପଣଙ୍କର ଇଚ୍ଛା ପୂରଣ ହେବାରେ ସମୟ ଲାଗେ ନାହିଁ। ଦର୍ଶକ ବନ୍ଧୁ, ଏବେ କରିବେ କ'ଣ? ରାତି ହେଉ, ଦିନ ହେଉ, କିମ୍ବା ରାତି କିମ୍ବା ବ୍ରାହ୍ମ ମୁହୂର୍ତ୍ତରେ ଆପଣ ଯେକୌଣସି ସମୟରେ ଚାହୁଁଛନ୍ତି, ସିଧା ଭୂମି ଉପରେ ବସିଯାଆନ୍ତୁ। ଯେକୌଣସି ଆସନରେ ବସନ୍ତୁ, ସୁଖାସନ ହେଉ କିମ୍ବା ପଦ୍ମାସନରେ ବସି ନିଜର ଶରୀରକୁ ସର୍ବପ୍ରଥମେ ହାଲୁକା କରିନିଅନ୍ତୁ। ଏବେ ହାଲୁକା ହୋଇସାରିବା ପରେ ଏବେ ଆପଣଙ୍କର ଦୃଷ୍ଟିକୁ ଆପଣଙ୍କର ଶ୍ୱାସର ଚଳପ୍ରଚଳ ବା ଯିବା ଆସିବାର ଗତି ଉପରେ 5 ମିନିଟ୍ ଧ୍ୟାନ ରଖନ୍ତୁ। ନୀରବରେ ବସି ଶାନ୍ତ ଚିତ୍ତରେ ଶରୀରକୁ ଢିଲା କରି ଆପଣ ଆପଣଙ୍କର ଶ୍ୱାସର ଚଳପ୍ରଚଳ, ଯିବା ଆସିବାର ଗତି ଉପରେ ମନକୁ କୌଣସି ଦିଗରେ ମନ ରଖିବେ ନାହିଁ। ମୁଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ହାଲୁକା କରିଦେବେ। ମୁଣ୍ଡରେ କୌଣସି ନକାରାତ୍ମକ ଭାବନା, ସକାରାତ୍ମକ କୌଣସି ଭାବନା ରଖିବେ ନାହିଁ। ସମ୍ପୂର୍ଣ୍ଣ ରୂପେ ହାଲୁକା ହୋଇଯାଆନ୍ତୁ। 5 ମିନିଟ୍ ବର୍ତ୍ତମାନ ଆପଣ ଧ୍ୟାନପୂର୍ବକ ଆପଣଙ୍କର ନିଶ୍ୱାସ ଯିବା ଆସିବା ଉପରେ ଧ୍ୟାନ ରଖନ୍ତୁ। ତାପରେ ଆପଣଙ୍କର ଯାହା ଇଚ୍ଛା ଥିବ, ଆପଣ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛନ୍ତି, ତେବେ କହିଦିଅନ୍ତୁ, ହେ ପ୍ରଭୁ, ହେ ଭଗବାନ, ହେ ପ୍ରଭୁ, ହେ ଈଶ୍ୱର, ମୋତେ ଦର୍ଶନ ଦିଅନ୍ତୁ। ଆପଣଙ୍କର ଚାକିରି
ପାଇବା ପାଇଁ ଚାହୁଁଛନ୍ତି, ଘର ପାଇବା ପାଇଁ ଚାହୁଁଛନ୍ତି, ଆପଣ ଯେକୌଣସି ଆପଣଙ୍କର ଇଚ୍ଛା ଥିବ ସେ ବିଷୟରେ ଆପଣ ପରମାତ୍ମାଙ୍କ ନିକଟରେ ସର୍ବପ୍ରଥମେ ଗୋଟିଏ ଇଚ୍ଛା କହିବେ। ଆପଣ ଏହି ଇଚ୍ଛା ପୂର୍ଣ୍ଣ ହୋଇସାରିବାର 3 ମାସ ପରେ ଦ୍ୱିତୀୟ ଇଚ୍ଛାକୁ କହିବେ। ଆପଣ ଏକା ବେଳକେ ସମସ୍ତ ଇଚ୍ଛା କହିବେନି, ଗୋଟିଏ ଇଚ୍ଛା ଆପଣ ପରମାତ୍ମାଙ୍କ ନିକଟରେ ନିବେଦନ କରିବେ। 21 ଥର କହିବେ। ଆପଣ ଦେଖିବେ ଯଦି ଗୋଟେ ଥରରେ ଆପଣଙ୍କର ଇଚ୍ଛା ପୂରଣ ହୋଇପାରୁନାହିଁ, ତେବେ ଆପଣ ବାରମ୍ବାର ଦିନରେ, ରାତିରେ, ବ୍ରାହ୍ମ ମୁହୂର୍ତ୍ତରେ କୁହନ୍ତୁ। ବାରମ୍ବାର ନିଶ୍ଚୟ ଆପଣଙ୍କର ଇଚ୍ଛା ପୂରଣ ହେବା ସନ୍ଦେହ ନାହିଁ। ଇଚ୍ଛା ପୂରଣ ହେବା ପୂର୍ବରୁ ଆପଣଙ୍କୁ ଯେକୌଣସି ପ୍ରକାର ସଂକେତ ମଧ୍ୟ ଆପଣ ପାଇଯିବେ। ସ୍ୱପ୍ନ ମାଧ୍ୟମରେ ହେଉ ବା ଯେକୌଣସି ମାଧ୍ୟମରେ ଆପଣ ସଂକେତ ପାଇଯିବେ। କିଛି ବ୍ୟକ୍ତି ମଧ୍ୟ ଗୋଟେ ଥରକରେ ମଧ୍ୟ ସେମାନେ ଏହି ଉପାୟ ଦ୍ୱାରା ସେମାନେ ସଫଳତା ପାଇଛନ୍ତି। ଆପଣ ଏହି ଉପାୟରେ ଯଦି ଗୋଟେ ଥରରେ ଆପଣ ସଫଳତା ପାଇପାରୁନାହାନ୍ତି, ତେବେ ବାରମ୍ବାର ଦିନରେ କିମ୍ବା ଆପଣଙ୍କର ଯେତେବେଳେ ସମୟ ପାଉଛନ୍ତି, ଶୋଇବା ପୂର୍ବରୁ ହେଉ, ଦିନରେ ହେଉ, ବ୍ରାହ୍ମ ମୁହୂର୍ତ୍ତରେ ହେଉ, ଆପଣ ଯେକୌଣସି ସମୟରେ ଏହି ଉପାୟ ଦ୍ୱାରା ଆପଣ ଭଗବାନଙ୍କୁ ଡାକନ୍ତୁ। 21 ଥର ଆପଣଙ୍କର ଇଚ୍ଛାକୁ କୁହନ୍ତୁ। ନିଶ୍ଚୟ ଆପଣଙ୍କର ଇଚ୍ଛା ପୂରଣ ହେବ, ଏଥିରେ ସନ୍ଦେହ ନାହିଁ। ଆପଣଙ୍କର ଇଚ୍ଛା ପୂରଣ ହୋଇସାରିବା ପରେ, ଆପଣ ସଫଳତା ପାଇବା ପରେ ଆମକୁ କମେଣ୍ଟ କରି ଜଣାନ୍ତୁ। ରହୁଛି, ଧନ୍ୟବାଦ, ନମସ୍କାର।